ସେଇଟା ହେତୁବାଦର ଲକ୍ଷଣ। କାହିଁକି ମୁଁ ପ୍ରଶ୍ନ କରିବି? ମୁଁ ଭକୁଆ ନୁହେଁ ଯେ ତୁମେ ଯାହା କହିଦେଲ ମୁଁ ନା, ମୁଁ ମଣିଷ, ମୋର ଅଧିକାର ଅଛି ପଚାରିବି ଏଇଟା କାହିଁକି। ଯିଏ କାହିଁକି ବୋଲି ପଚାରୁଛି ସେ ହେତୁବାଦୀ। ତାକୁ ତମେ ଚପେଇକିରି ଧମକେଇକିରି କ'ଣ ହେଇଯିବ, ସ୍ୱର୍ଗ ହେଇଯିବ, ନର୍କ ହେଇଯିବ, ଅମଣିଷ ହେଇଯିବୁ, କ'ଣ ସଂସ୍କୃତି ନାହିଁ, ସଂସ୍କାର ନାହିଁ ନାଁରେ ପାଟିରେ ତୁଣ୍ଡି ବନ୍ଧେଇକିରି ଚୁପ୍ କରେଇକିରି ପିଲାଙ୍କୁ ଧର୍ମ ଶୁଣଉଛୁ। ସବୁ ଧର୍ମ, ହିନ୍ଦୁ ଧର୍ମ ଖାଲି ନୁହଁ। ଯିଏ ମୁସଲିମ ଘରେ ଜନ୍ମ ହେଲା ତାକୁ ଆଲ୍ଲାହ ଶିଖେଇଲେ, ଯିଏ ଖ୍ରୀଷ୍ଟିଆନ ଘରେ ଜନ୍ମ ହେଲା ତାକୁ ଶିଖେଇଲେ। ଯେଉଁ ବାପା ମା ମାନେ ଜନ୍ମ କରି ଫୋପାଡ଼ି ଦେଇ ଯାଉଛନ୍ତି, ଆମର ଏଠି କେଉଁ ଧର୍ମ କଥା ଶିଖାଯାଏନି। ଆମର ଏଠି ମଣିଷ କଥା ଶିଖାଯାଏ। ନିଜକୁ ନିଜେ ନିଜ ଗୋଡ଼ରେ ଠିଆ ହେବ। ଆଉ ଜଣେ ତମେ ନିଜେ ଚାଲିପାରୁନ, ତମେ କାହାର ହ୍ୱିଲ୍ ଚେୟାରକୁ ଠେଲି ଠେଲି ଚାଲ, ତାହେଲେ ତମେ ବି ଚାଲିବ, ସେ ବି ଚାଲିବ। এইটা ଏଠି ଶିଖାଯାଏ। ଏଠି କେଉଁଠି ଠାକୁର ଦରକାର ହୁଏନି। ବାହାର ରାଜ୍ୟରେ ଯଦି କହିବା, ଆମ ଓଡ଼ିଶାରେ ତ ଏଇ ପରମ୍ପରାଟା ଅଛି। ଓଡ଼ିଶାର ପରମ୍ପରା ବୋଲି ଓଡ଼ିଶା ବୋଲି କାହିଁ କହିବା? ଓଡ଼ିଶାର କେଡ଼େ ବଡ଼? କେତେ ଜଣଙ୍କୁ ଆପଣ କଭର କରିଛନ୍ତି, ଦେଖିଛନ୍ତି ଏଇଟା ମାନନ୍ତି? ମୁଁ ଜାଣିବାରେ ଓଡ଼ିଶାରେ କେହି ମାନନ୍ତି। ବହୁତ ଜଣ ମୋତେ ଆସି କହୁଛନ୍ତି ତାଙ୍କୁ ଟିକେ ବାଧିଗଲା ବୋଧେ, କ'ଣ ପ୍ରତାପ ଏଇଗୁଡ଼ ବାଳୁଆ ଟିକେ ବେଶୀ ଫେମସ୍ ହେଇଗଲା। ଆପଣ ଖାଲି କରିଦେଲେ ସିନା, ଆମେ ବି ଖାଉନି। ଆପଣ ଖାଲି ଦେଖେଇ ଖାଲି ବୋଲେ ସେଇଆ ତ, ସେତିକି ସାହସ ତମର ନାହିଁ ତ, ସେଇଥିପାଇଁ ଅସୁବିଧା। ଓଡ଼ିଆଙ୍କର ତ ସାହସ ନାହିଁ। ଓଡ଼ିଆ ଲୁଚେଇକିରି କରନ୍ତି, ଆପଣମାନେ ଖାଉନଥିବେ, ନିଶ୍ଚୟ ଖାଇବେ। ନହେଲେ ବୁମ୍ ଟେକିକିରି ଏତ ମୋଜିନିଆ ଇଏଟା 12 ଘଣ୍ଟା କଭର କରିବି କେତେବେଳେ? ଗୋଟିଏ କଥା କ୍ଲିଅର କଥା କହିଦିଏ, କିଛି ଲୋକ ତମରି ଭଳିଆ ମୋରି ଭଳିଆ ବି, ମୁଁ ସେଇଥିରେ ଯାଏ, ଖଟିଲେ ଖାଇବେ, ଖାଇଲେ ଖଟିବେ। ଯିଏ ଭାଣ୍ଡାମି କରୁଛି ସେ ନ ଖଟିକିରି ଖାଉଛି, ସେ ଲୁଟିକିରି ଖାଉଛି। ତେଣୁ ସିଏ ବତେଇବ ଖାଇବାଟା ବହୁତ ଅସୁବିଧା, ତା ପେଟଟି ବଢ଼ିଛି, ତେଣୁ ସେ ତାକୁ କମେଇବା ପାଇଁ ଉପାସ କରିବ, ଡାଏଟିଂ କରିବ, ଯାହା କରିବ। ଯିଏ ଖଟୁଛି ନା, ତାକୁ ଏଭଳି ଭାଣ୍ଡାମି କଥା କହିବାର କୌଣସି ଅଧିକାର ନାହିଁ। ଏଗୁଡ଼ା ସବୁ ଜେଲରେ ପଶିବା କଥା କିଛି। ତେଣୁ ସେ ତାକୁ